ଯେମିତିକା ଥଟ୍ ଆମେ ଆମର ମନରେ ଭାବିବା ଆମର ଜୀବନ ସେମିତି ହିଁ ହୋଇଥାଏ। ଯଦି ଆମେ କାହାକୁ ଭଲ ପାଇବା ଦେବା ରିଟର୍ଣ୍ଣରେ ଆମକୁ ଭଲ ପାଇବା ମିଳିବ। ଯଦି ଆମେ କାହାକୁ ଘୃଣା କରିବା ରିଟର୍ଣ୍ଣରେ ଆମକୁ ଘୃଣା ହିଁ ମିଳିବ। ହାଇ ଏଭ୍ରିୱାନ୍, ଏହି କାହାଣୀ ହେଉଛି ଗୋଟିଏ ଛୋଟ ପିଲାର କାହାଣୀ। ଦିନକର କଥା, ଗୋଟିଏ ଗାଁରେ ଜଣେ ବ୍ୟକ୍ତି ରହୁଥିଲା ଯାହାର ଘର ପାହାଡ଼ ପାଖାପାଖି ଥିଲା। ଆଉ ସେ ଡେଲି ପାହାଡ଼କୁ ଯାଉଥିଲା, କିଛି ସମୟ ପାହାଡ଼ରେ ବସୁଥିଲା, ତାପରେ ସେ ଆସିଯାଉଥିଲା। ତ ସବୁଦିନ ପରେ ସେ ପାହାଡ଼କୁ ଯାଉଥିବା ସମୟରେ ତା ପୁଅ ପଛରୁ ଆସିଲା ଆଉ ତା ହାତକୁ ଧରିଦେଲା, କହିଲା ବାପା ମୁଁ ଆଜି ତମ ସହିତ ଯିବି। ସେ ପ୍ରଥମେ ତ ମନା କରିଲା, ବୁଝେଇଲା, କହିଲା ପୁଅ ସେ ଯେଉଁ ରାସ୍ତା ବହୁତ ଛୋଟ ଆଉ ଚଢ଼ିବା ବହୁତ କଷ୍ଟ, ତମେ ମୋ ସହିତ ଯାଇପାରିବନି। କିନ୍ତୁ ଯେତେବେଳେ ପୁଅ ଜିଦି ଧରିଲା ସେ ମାନିଗଲା ଆଉ ଦୁହେଁ ପାହାଡ଼କୁ ଚଢ଼ିବାରେ ଲାଗିଲେ। ସେ ତାର ପୁଅର ହାତକୁ ବହୁତ ଜୋରରେ ଧରିଲା। ଲେଫ୍ଟ ସାଇଡ଼୍ରେ ପାହାଡ଼, ରାଇଟ୍ ସାଇଡ଼୍ରେ ଖାଲ ଏବଂ ରାସ୍ତା ବହୁତ ଛୋଟ। ଦୁହେଁ ପାହାଡ଼ର ଉପରକୁ ଯାଉଥିଲେ ଆଉ ସେତେବେଳେ ରାସ୍ତାରେ ଗୋଟିଏ ପଥର ପଡ଼ିଲା। ଯେହେତୁ ସେ ଡେଲି ଯିବା ଆସିବା କରୁଥିଲା ସେ ଜାଣିଥିଲା ସେଇ ଜାଗାରେ ଗୋଟିଏ ପଥର ଅଛି ବୋଲି, କିନ୍ତୁ ତା ପୁଅର ଧ୍ୟାନ ଆଉ କୁଆଡ଼େ ଥିଲା। ତାର ଆଣ୍ଠୁ ଯାଇକି ସେଇ ପଥରରେ ବାଜିଲା ଆଉ ତା ମୁହଁରୁ ଗୋଟେ ଆବାଜ ବାହାରିଲା, ଆ ଆ। ଯେମିତି ସେ ଚିଲେଇବାରେ ଲାଗିଲା, ତାର ଆବାଜ ପୁରା ପାହାଡ଼ରେ ଶୁଭିବାରେ ଲାଗିଲା। ତା ପୂର୍ବରୁ ସେ କେବେ ତାର ଆବାଜ ଶୁଣିନଥିଲା। ସେ ବୁଝିପାରିଲାନି ଇଏ କ'ଣ ହେଉଛି। ସେ ଟିକେ ଡରିଗଲା, ତାକୁ ଲାଗିଲା ସାୟଦ ମୋତେ କିଏ ଲୁଚିକି ଦେଖୁଛି ଆଉ ମୋର ମଜାକ ଉଡ଼ଉଛି। ତାପରେ ସେ କହିଲା କିଏ ତମେ? ଯେମିତି ଏହି ଶବ୍ଦ ସେ ଶୁଣିଲା ସେ ବହୁତ ରାଗିଗଲା। ତାକୁ ଲାଗିଲା କିଏ ଇଏ ଯିଏ ମୋର ମଜାକ ଉଡ଼ାଇବାରେ ଲାଗିଛି। ସେ ପୁଣି ଥରେ ରାଗରେ କହିଲା ମୁଁ ତମକୁ ଛାଡ଼ିବି ନାହିଁ। ଆଉ ଯେତେବେଳେ ସେ ଏହି ଶବ୍ଦ ଶୁଣିଲା ସେ ବହୁତ ଡରିଗଲା। ତା ବାପା ଏଇସବୁ ବୁଝିଗଲାନି କ'ଣ ହେଉଛି। ସେ ତା ବାପାର ହାତକୁ ବହୁତ ଜୋରରେ ଧରିଲା ଆଉ କହିଲା ବାପା କିଏ ଇଏ ଯିଏ ମୋର ମଜାକ ଉଡ଼ାଇବାରେ ଲାଗିଛି? କିଏ ଇଏ ଯିଏ ମୋତେ ବହୁତ ଡରାଉଛି? ତ ତା ବାପା ତାକୁ ଦେଖିକି ଟିକେ ହସିଲେ ଆଉ ପାହାଡ଼କୁ ଦେଖିଲେ, କହିଲେ ମୁଁ ତମକୁ ବହୁତ ଭଲ ପାଉଛି। ଏଇଟା ଶୁଣିକି ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲା। ସେ ବୁଝିପାରୁନି କ'ଣ ହେଉଛି। ସେହି ବ୍ୟକ୍ତି ଯିଏ ମୋର ମଜାକ ଉଡ଼ାଉଥିଲା ସିଏ କହୁଛି ମୋ ବାପାକୁ ବହୁତ ଭଲ ପାଏ। ତା ବାପା ତା ପୁଅକୁ ଦେଖିଲା, ସେ ବୁଝି ସାରିଲାନି ତା ପୁଅର ମନରେ କ'ଣ ଚାଲିଛି। ସେ ପୁଣି ଥରେ କହିଲା ତମେ ବହୁତ ଭଲ। ଆଉ ଯେତେବେଳେ ପିଲାଟି ଏହି ଶବ୍ଦ ଶୁଣିଲା ସେ ବହୁତ ଖୁସି ହୋଇଗଲା ଆଉ କହିଲା ବାପା ଏ କ'ଣ ଚାଲିଛି ମୁଁ ବୁଝିପାରୁନି। ଆଉ ତା ବାପା ତା ପୁଅକୁ ବୁଝାଉଛି ଏଇ ଯେଉଁ ଆବାଜ ତମେ ଶୁଣୁଛ ଏହି ଆବାଜ ଆଉ କାହାର ନାହିଁ। ଏହି ଆବାଜ ହେଉଛି ତମର, ଯେଉଁଟାକି ପାହାଡ଼ରୁ ରିଫ୍ଲେକ୍ଟ ହୋଇ ଆସୁଛି ଆଉ ତମକୁ ହିଁ ତମର ଆବାଜ ଶୁଣାଇ ଦେଉଛି। ତମେ ଯାହା କହୁଛ ଠିକ୍ ସେହିପରି ତମକୁ ଶୁଣାଇ ଦେଉଛି। ଏକ୍ଜାକ୍ଟଲି ଆମ ଜୀବନ ମଧ୍ୟ ସେମିତି ହୋଇଥାଏ। ଯେମିତିକା ଥଟ୍ ଆମେ ଆମର ମନରେ ଭାବିଥାନ୍ତି ଆମ ଜୀବନ ସେମିତି ହିଁ ହୋଇଥାଏ। ଯଦି ଆମେ କାହାକୁ ଭଲ ପାଇବା ଦେବା ରିଟର୍ଣ୍ଣରେ ଭଲ ପାଇବା ମିଳିବ। ଯଦି ଆମେ କାହାକୁ ଘୃଣା କରିବା ରିଟର୍ଣ୍ଣରେ ଘୃଣା ହିଁ ମିଳିବ। ସି ୟୁ ନେକ୍ସଟ ଭିଡ଼ିଓ। ବି ହ୍ୟାପି, ବି ଆଲାଇଭ୍।